ପିଲାମାନେ ଆଗରୁ ମୁଁ ତୁମକୁ ଯାହା ବି ଭିଡ଼ିଓରେ ଟପିକ୍ ଗୁଡ଼ାକ ବତେଇଛି ସବୁ ଲଙ୍ଗ୍ କ୍ୱେଶ୍ଚନ୍ ଦୃଷ୍ଟିରୁ ହିଁ ବତେଇଛି। ଯଦି ପରୀକ୍ଷାରେ ସେହି ଟପିକ୍ ଗୁଡ଼ିକ ପଡ଼େ, ଯଦି 3 ମାର୍କର ପଡ଼େ ତାହେଲେ କେମିତି ଲେଖିବ, 8 ମାର୍କର ପ୍ରଶ୍ନ ପଡ଼େ ତାହେଲେ କେମିତି ଲେଖିବ, ସବୁ ବତେଇଛି ପିଲାମାନେ। ଏବଂ ଏହି ଟପିକ୍ ମାନଙ୍କ ଭିତରେ ମୁଁ ସମସ୍ତ 2 ମାର୍କର ପ୍ରଶ୍ନ ତା ସହିତ 1 ମାର୍କର ପ୍ରଶ୍ନ ବି ତାକୁ ଭିତରେ କଭର କରିଦେଇଛି। ସେମିତି ପୁଣି ଏକ ଟପିକ୍ ନେଇକି ଆସିଛି ପିଲାମାନେ ତମରମାନଙ୍କର ସିଲାବସ୍ରେ ଥିବା ଆହୁରି ଏକ ଗୁରୁତ୍ୱପୂର୍ଣ୍ଣ ଟପିକ୍, ଯାହାର ନାମ ହେଲା ଦିନ ଏ ଇଲାହି। ଏବଂ ପରୀକ୍ଷା ଦୃଷ୍ଟିରୁ ଏହି ଦିନ ଏ ଇଲାହି ଟପିକ୍ଟି ବି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏବଂ ଏହି ଦିନ ଏ ଇଲାହି ହେଉଛି ଏକ ଧର୍ମ ଏବଂ ଏହି ଧର୍ମକୁ ପ୍ରବର୍ତ୍ତନ କରିଥିଲେ ମୋଗଲ ଶାସକ ଆକବର। ତ ଚାଲ ପିଲାମାନେ ଆଜି ଆମେ ଜାଣିବା ଏହି ଦିନ ଏ ଇଲାହି ଧର୍ମ ବିଷୟରେ, ଯାହାକୁ କି ଆକବର ପ୍ରବର୍ତ୍ତନ କରିଥିଲେ। ଆମେ ଯଦି ଦିନ ଏ ଇଲାହି ଟପିକ୍ଟିକୁ ପଢ଼ିବା ବା ଦିନ ଏ ଇଲାହି ଧର୍ମଟିକୁ ପଢ଼ିବା, ତାହେଲେ ପିଲାମାନେ ଆଜି ଆମେ କ'ଣ ଜାଣିପାରିବା ଯେ କେଉଁ କାରଣ ଗୁଡ଼ିକ ପାଇଁ ଦିନ ଏ ଇଲାହି ଧର୍ମ ସ୍ଥାପନ କରିଥିଲେ ଆକବର। ଇବାଦତ ଖାନା କ'ଣ ତାର ବିଷୟରେ ଜାଣିପାରିବା। ବ୍ରହ୍ମାତୀତ ଘୋଷଣା କ'ଣ ତାହାର ବିଷୟରେ ମଧ୍ୟ ଜାଣିପାରିବା। ସୁଲିକୁଲ କାହିଁକି ଆକବର ପ୍ରଚଳନ କରିଥିଲେ ତାର ବିଷୟରେ ମଧ୍ୟ ଜାଣିପାରିବା। ତା ସହିତ ଦିନ ଏ ଇଲାହି ଧର୍ମ ବିଷୟରେ ବି ଜାଣିପାରିବା। ଦିନ ଏ ଇଲାହି ଧର୍ମର ନିୟମ ଗୁଡ଼ିକ ବିଷୟରେ ଜାଣିପାରିବା। ତା ସହିତ ଦିନ ଏ ଇଲାହି ଧର୍ମର ପ୍ରସାର ବିଷୟରେ ମଧ୍ୟ ଆମେ ଜାଣିପାରିବା। ଦିନ ଏ ଇଲାହି, ଦିନ ଏ ଇଲାହି ଧର୍ମ ଥିଲା ଆକବରଙ୍କର ଏକ ସର୍ବଶ୍ରେଷ୍ଠ କୃତି। ସେ ସର୍ବଧର୍ମର ସାର କଥାକୁ କେନ୍ଦ୍ର କରିକି ତିଆରି କରିଥିଲେ ଦିନ ଏ ଇଲାହି ଧର୍ମକୁ। ଯେମିତିକି ଖ୍ରୀଷ୍ଟ ଧର୍ମ, ଜୈନ ଧର୍ମ, ହିନ୍ଦୁ ଧର୍ମ, ଇସଲାମ ଧର୍ମ, ଏହି ସମସ୍ତ ଧର୍ମର ସାର କଥାକୁ କେନ୍ଦ୍ର କରିକି ଆକବର ତିଆରି କରିଥିଲେ ଗୋଟିଏ ଧର୍ମ ଏବଂ ସେହି ଧର୍ମକୁ କୁହାଯାଉଥିଲା ଦିନ ଏ ଇଲାହି। ଏବଂ ଦିନ ଏ ଇଲାହି ଥିଲା ଆକବରଙ୍କର ଗୋଟିଏ ସର୍ବଶ୍ରେଷ୍ଠ କୃତି। ଏବଂ ଏହି ଦିନ ଏ ଇଲାହିର ଅନ୍ୟ ନାମ ଥିଲା ତାଉହିଦ ଏ ଇଲାହି। ଏଠି ଯେଉଁ ଫଟୋ ଚିତ୍ରଟି ଅଛି ପିଲାମାନେ, ଏହି ଫଟୋ ଚିତ୍ରଟି ହେଉଛି ଆକବରଙ୍କର। ଏବଂ ଏହି ଆକବର, ଯିଏକି ଜଣେ ମୁଗଲ ଶାସକ ଅଟନ୍ତି, ସେ ତିଆରି କରିଥିଲେ ଦିନ ଏ ଇଲାହି ଧର୍ମକୁ। ଆକବର ଦିନ ଏ ଇଲାହି ଧର୍ମ ତିଆରି କରିଥିଲେ ଏବଂ ସେହି ଦିନ ଏ ଇଲାହି ଧର୍ମ ତିଆରି କରିବା ପଛରେ ଅନେକ ଗୁଡ଼ିଏ କାରଣ ଦାୟୀ ଥିଲା। ଯେମିତିକି ଫାର୍ଷ୍ଟ କାରଣ ହେଲା ହିନ୍ଦୁ ଓ ମୁସଲମାନ ମାନଙ୍କୁ ଏକତ୍ର କରିବା। କାହିଁକିନା ଆକବର ଯେତେବେଳେ ଭାରତରେ ଶାସନ କରୁଥିଲେ, ହିନ୍ଦୁ ଏବଂ ମୁସଲମାନ ଦୁଇଟି ସମ୍ପ୍ରଦାୟର ଲୋକ ଥିଲେ। ଆକବର ଚାହୁଁଥିଲେ ସମସ୍ତଙ୍କୁ ଏକତ୍ର କରିବା ପାଇଁ ଏବଂ ସେ ଚାହୁଁଥିଲେ ଗୋଟିଏ ଧର୍ମ ମାଧ୍ୟମରେ ସେଇଆ ହେଇପାରିବ। ତେଣୁକରି ସେ ଦିନ ଏ ଇଲାହି ଧର୍ମ ତିଆରି କରିଥିଲେ ଏବଂ ହିନ୍ଦୁ ଓ ମୁସଲମାନ ମାନଙ୍କୁ ଏକତ୍ର କରିବାକୁ ଚାହିଁଥିଲେ। ଦ୍ୱିତୀୟ କାରଣଟି ହେଉଛି ବିଶାଳ ସାମ୍ରାଜ୍ୟର ସ୍ଥିତିକୁ ବଜାୟ ରଖିବା ପାଇଁ। ଆକବର ଯେତେବେଳେ ଭାରତରେ ଶାସନ କରୁଥିଲେ, ତାଙ୍କର ସାମ୍ରାଜ୍ୟ ବହୁତ ବଡ଼ ଥିଲା ଏବଂ ତାଙ୍କର ସାମ୍ରାଜ୍ୟରେ ବିଭିନ୍ନ ସମ୍ପ୍ରଦାୟର ଲୋକମାନେ ବସବାସ କରୁଥିଲେ ଏବଂ ସେମାନଙ୍କର ଧର୍ମ ମଧ୍ୟ ଅଲଗା ଅଲଗା ଥିଲା। ତେଣୁକରି ସେ ସମସ୍ତଙ୍କୁ ନିଜ ସାମ୍ରାଜ୍ୟଭୁକ୍ତ କରିକି ତାଙ୍କର ସ୍ଥିତିକୁ ବଜାୟ ରଖିବା ପାଇଁ ସେ ତିଆରି କରିଥିଲେ ଦିନ ଏ ଇଲାହି ଧର୍ମ। ତୃତୀୟ କାରଣଟି ହେଉଛି ପିଲାମାନେ ହିନ୍ଦୁ ଓ ମୁସଲମାନ ମଧ୍ୟରେ ତିକ୍ତତା ଦୂର କରିବା ପାଇଁ। ସବୁବେଳେ କ'ଣ ହେଉଥିଲା, ଯେତେବେଳେ ଆକବର ଶାସନ କରୁଥିଲେ, ହିନ୍ଦୁ ଓ ମୁସଲମାନ ସମାଜରେ ଥିଲେ ଏବଂ ହିନ୍ଦୁ ମୁସଲମାନ ମଧ୍ୟରେ ତିକ୍ତତା ଲାଗି ରହୁଥିଲା। ତେଣୁକରି ସେ ତିକ୍ତତାକୁ ଦୂର କରିବା ପାଇଁ ଆକବର ତିଆରି କରିଥିଲେ ଦିନ ଏ ଇଲାହି ଧର୍ମ। ଏବଂ ପରବର୍ତ୍ତୀ କାରଣଟି ହେଲା ଉଭୟ ସମ୍ପ୍ରଦାୟ ମଧ୍ୟରେ ଐକ୍ୟ ପ୍ରତିଷ୍ଠା କରିବା ପାଇଁ ଆକବର ତିଆରି କରିଥିଲେ ଦିନ ଏ ଇଲାହି। ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଯେଉଁ ଲୋକମାନେ ଥିଲେ, ତାଙ୍କ ମଧ୍ୟରେ ଏକତାର ଭାବ ସୃଷ୍ଟି କରିବା ପାଇଁ ସେ ତିଆରି କରିଥିଲେ ଦିନ ଏ ଇଲାହି ଧର୍ମ। ବର୍ତ୍ତମାନ ଜାଣିବା ପିଲାମାନେ ଇବାଦତ ଖାନା ବିଷୟରେ। ଆକବର ପ୍ରତିଷ୍ଠା କରିଥିଲେ ବା ତିଆରି କରିଥିଲେ ଇବାଦତ ଖାନା 1575 ମସିହାରେ। ଆକବର ତିଆରି କରିଥିଲେ ଇବାଦତ ଖାନା ଫତେପୁର ସିକ୍ରିଠାରେ। ଇବାଦତ ଖାନା କହିଲେ ପିଲାମାନେ ଉପାସନା ଗୃହକୁ ହିଁ ବୁଝାଇଥାଏ। ଆକବର ସବୁ ଧର୍ମର ଧର୍ମଗୁରୁଙ୍କୁ ଆମନ୍ତ୍ରଣ କରିଥିଲେ ଏହି ଇବାଦତ ଖାନାକୁ। ଯେମିତିକି ମୁସଲମାନ ସନ୍ଥମାନଙ୍କୁ ଆମନ୍ତ୍ରଣ କରିଥିଲେ। ତାଙ୍କର ନାମ ଗୁଡ଼ିକ ହେଲା ଅବଦୁଲ ନବୀ, ମକଦମ ଉଲ ମୁଲ୍କ, ଅବଦୁଲ୍ଲା ସୁଲତାନପୁରୀ। ଏହି ମୁସଲମାନ ସନ୍ଥମାନଙ୍କୁ ଆକବର
ଆମନ୍ତ୍ରଣ କରିଥିଲେ ଏବଂ ସେମାନଙ୍କଠାରୁ ସେ ଇସଲାମ ଧର୍ମ ବିଷୟରେ ଜାଣିଥିଲେ। ଆକବର ଆହୁରି ସେମିତି ହିନ୍ଦୁ ଧର୍ମର ପଣ୍ଡିତମାନଙ୍କୁ ଡାକିଥିଲେ, ଯେମିତିକି ପୁରୁଷୋତ୍ତମ ଏବଂ ଦେବୀଙ୍କୁ, ଏବଂ ପୁରୁଷୋତ୍ତମ ଏବଂ ଦେବୀଙ୍କ ଠାରୁ ଆକବର ହିନ୍ଦୁ ଧର୍ମ ବିଷୟରେ ଜାଣିଥିଲେ। ଆକବର ଆହୁରି ଜୈନ ଧର୍ମର ପଣ୍ଡିତ ହୀରା ବିଜୟ ସୁରୀ, ବିଜୟ ସେନ ସୁରୀ, ଭାନୁଚନ୍ଦ୍ର ଏବଂ ଜିନଚନ୍ଦ୍ରକୁ ଇବାଦତଖାନାକୁ ଡାକିଥିଲେ ଏବଂ ତାଙ୍କ ସହିତ ସେ ଧର୍ମ ସମ୍ବନ୍ଧୀୟ ଆଲୋଚନା କରିଥିଲେ ଏବଂ ସେ ୟାଙ୍କଠାରୁ ଜୈନ ଧର୍ମ ବିଷୟରେ ଜାଣିଥିଲେ। ଆକବର ଆହୁରି ଜୋରାଷ୍ଟ୍ର ଧର୍ମାବଲମ୍ବୀ ଦସ୍ତୁର ମେହେରଜୀ ରାଣାଙ୍କୁ ଇବାଦତଖାନାକୁ ଡାକିଥିଲେ ଏବଂ ଜୋରାଷ୍ଟ୍ର ଧର୍ମ ବିଷୟରେ ଜାଣିଥିଲେ। ସେମିତି ଆକବର ଆହୁରି ଖ୍ରୀଷ୍ଟିଆନ ପଣ୍ଡିତ ଫାଦର ରୋଡଲଫେଙ୍କୁ ଡାକିଥିଲେ, ତା ସହିତ ଅକୁଆ ଭାଇବାଙ୍କୁ ମଧ୍ୟ ସେ ଡାକିଥିଲେ ଏବଂ ତାଙ୍କଠୁ ସେ ଖ୍ରୀଷ୍ଟିଆନ ଧର୍ମ ବିଷୟରେ ଜାଣିଥିଲେ। ଏବଂ ଏହି ସମସ୍ତ ଧର୍ମକୁ ମିଶେଇ ଆକବର ଯେଉଁ ଧର୍ମ ତିଆରି କରିଥିଲେ, ସର୍ବଧର୍ମ ସମନ୍ୱୟରେ ଯେଉଁ ଧର୍ମ ସେ ତିଆରି କରିଥିଲେ, ତାକୁ କୁହାଯାଉଥିଲା ଦିନ ଏ ଇଲାହି ଧର୍ମ ବୋଲି। ଏବେ ଜାଣିବା ପିଲାମାନେ ଆକବରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ବ୍ରହ୍ମାତୀତ ଘୋଷଣା। ଆକବର ଖୁତବା ପଠନ କରିଥିଲେ ଫତେପୁର ମସଜିଦ ଠାରେ ଏବଂ ସେହି ଖୁତବା ପଠନ ସମୟରେ ଆକବର ଆଲ୍ଲାହ ଓ ଆକବର ବୋଲିକି କହିଥିଲେ ଏବଂ ତାର ଅର୍ଥ ହେଲା ପିଲାମାନେ ଆକବର ହିଁ ଆଲ୍ଲାହ ଅଟନ୍ତି। ଏହି କଥା ଶୁଣି ଉଲେମାମାନେ ଆକବରଙ୍କୁ ବିରୋଧ କରିଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ସେହି ଉଲେମାମାନେ ହିଁ ତାଙ୍କୁ ଉପାଧି ପ୍ରଦାନ କରିଥିଲେ ଇମାମ ଏ ଅଦିଲ ବୋଲିକି, ଯାହାର ଅର୍ଥ ହେଲା ମହଜିବ। ମହଜିବ କହିଲେ ପିଲାମାନେ ଏକ ଉତ୍ତମ ଲିଡର। ଆକବର ବ୍ରହ୍ମାତୀତ ଘୋଷଣା କରିଥିଲେ 1579 ମସିହାରେ ଏବଂ ଏହି ଘୋଷଣାନାମା ପ୍ରଦାନ କରିଥିଲେ ଉଲେମାମାନେ। ବ୍ରହ୍ମାତୀତ ଘୋଷଣା କହିଲେ ପିଲାମାନେ କ'ଣ, ଆକବର ଗୋଟିଏ ସାଧାରଣ ଘୋଷଣା କରିଥିଲେ, ସେହି ଘୋଷଣାକୁ କୁହାଯାଏ ବ୍ରହ୍ମାତୀତ ଘୋଷଣା। ଏବଂ ତାଙ୍କର ଘୋଷଣାରେ କ'ଣ ଥିଲା ପିଲାମାନେ ଦେଖ, ଧର୍ମ କ୍ଷେତ୍ରରେ ଶେଷ ନିଷ୍ପତ୍ତି ନେବାର ଅଧିକାର ଆକବରଙ୍କ ପାଖରେ ଅଛି ବୋଲିକି ତାଙ୍କର ଘୋଷଣାରେ ସେ ବର୍ଣ୍ଣନା କରିଥିଲେ। ଏହାକୁ କୁହାଯାଇଥାଏ ବ୍ରହ୍ମାତୀତ ଘୋଷଣା ଏବଂ ସେହି ଘୋଷଣା କେବେ କରିଥିଲେ, 1579 ମସିହାରେ। ଆକବର ଆହୁରି ସୁଲ ଏ କୁଲ ପ୍ରଣୟନ କରିଥିଲେ। ସୁଲ ଏ କୁଲ ମାନେ ପିଲାମାନେ କ'ଣ ଦେଖ, ସମସ୍ତଙ୍କଠାରେ ଶାନ୍ତି ବିରାଜମାନ କରୁ ବା ସମସ୍ତଙ୍କୁ ସମାନ ନ୍ୟାୟ ମିଳୁ। ପିଲାମାନେ ତୁମର ପରୀକ୍ଷାରେ ପ୍ରଶ୍ନ ଆସିଯାଏ ଯେ ଆକବର କେବେ ବ୍ରହ୍ମାତୀତ ଘୋଷଣା କଲେ, କେବେ କଲେ, 1579 ମସିହାରେ କଲେ। ଆହୁରି ପିଲାମାନେ ପରୀକ୍ଷାରେ ପ୍ରଶ୍ନ ପଡ଼ିଯାଏ ସୁଲ ଏ କୁଲ ପ୍ରଥା କିଏ ପ୍ରଚଳନ କରିଥିଲେ, କିଏ କରିଥିଲେ, ଆକବର କରିଥିଲେ। ସୁଲ ଏ କୁଲ କାହାକୁ କୁହାଯାଏ, ସମସ୍ତଙ୍କଠାରେ ଶାନ୍ତି ବିରାଜମାନ କରୁ ବା ସମସ୍ତଙ୍କୁ ସମାନ ନ୍ୟାୟ ମିଳୁ। ବର୍ତ୍ତମାନ ଆମେ ଜାଣିବା ପିଲାମାନେ ଦିନ ଏ ଇଲାହି ଧର୍ମ ବିଷୟରେ। ଆକବର ସମସ୍ତ ଧର୍ମ ସମନ୍ୱୟରେ ଯେଉଁ ଧର୍ମ ତିଆରି କରିଥିଲେ ତାକୁ ଦିନ ଏ ଇଲାହି ଧର୍ମ ବୋଲିକି କୁହାଯାଏ। ଆକବର ଏହି ଦିନ ଏ ଇଲାହି ଧର୍ମକୁ ତିଆରି କରିଥିଲେ 1582 ଖ୍ରୀଷ୍ଟାବ୍ଦରେ ଏବଂ ଏହି ଦିନ ଏ ଇଲାହି ଯେଉଁ ତିଆରି କରାଯାଇଥିଲା, ଯେଉଁ ବିଭିନ୍ନ ଧର୍ମ ଅଛି ପିଲାମାନେ, ତା ଯେଉଁ ଧାର୍ମିକ ଗ୍ରନ୍ଥ ଗୁଡ଼ିକ ଅଛି, ମୁଖ୍ୟ ଧାର୍ମିକ ଗ୍ରନ୍ଥ, ସେହି ଗ୍ରନ୍ଥ ଗୁଡ଼ିକର ସାରା ମର୍ମକୁ କେନ୍ଦ୍ର କରିକି ଦିନ ଏ ଇଲାହି ଧର୍ମ ତିଆରି କରାଯାଇଥିଲା। ଯେମିତିକି ହିନ୍ଦୁ ଧର୍ମର ଧର୍ମ ଗ୍ରନ୍ଥ ହେଲା ଗୀତା, କୁରାନ, ବାଇବେଲ, ଜେନ୍ଦା ଆଭେସ୍ତା ଇତ୍ୟାଦି ବିଭିନ୍ନ ଧର୍ମ ଗ୍ରନ୍ଥ ଗୁଡ଼ିକୁ କେନ୍ଦ୍ର କରିକି ଦିନ ଏ ଇଲାହି ଧର୍ମ ତିଆରି କରିଥିଲେ ଏବଂ ଏହି ଦିନ ଏ ଇଲାହି ଧର୍ମର ଲକ୍ଷ୍ୟ ଥିଲା ଈଶ୍ୱରଙ୍କର ଉପାସନା କରିବା ଏବଂ ଏହି ଦିନ ଏ ଇଲାହି ଧର୍ମ ସରଳ ଏବଂ ସାର୍ବଜନୀନ ଥିଲା, ସମସ୍ତେ ଗ୍ରହଣ କରିପାରିବେ ଏହି ଦିନ ଏ ଇଲାହି ଧର୍ମ। ଦିନ ଏ ଇଲାହି ଧର୍ମର ଅନ୍ୟ ନାମ ଥିଲା ତୌଗୀତ ଏ ଇଲାହି ଏବଂ ଆକବର ତୀର୍ଥକରକୁ ସମାପ୍ତ କରିଥିଲେ 1563 ଖ୍ରୀଷ୍ଟାବ୍ଦରେ ଏବଂ ଜିଜିଆ କରକୁ ସମାପ୍ତ କରିଥିଲେ 1564 ଖ୍ରୀଷ୍ଟାବ୍ଦରେ। ଜିଜିଆ କର କହିଲେ ପିଲାମାନେ ନନ୍ ମୁସଲିମ ଟ୍ୟାକ୍ସ ବୋଲିକି କୁହାଯାଏ ବା ତାକୁ କୁହାଯାଏ ଅଣ ମୁସଲମାନ ଟ୍ୟାକ୍ସ ବୋଲିକି କୁହାଯାଏ ଏବଂ ତାକୁ ସେ ବନ୍ଦ କରିଦେଇଥିଲେ 1564 ଖ୍ରୀଷ୍ଟାବ୍ଦରେ।
ଜାଣିବା ପିଲାମାନେ ଦିନ୍ ଏ ଇଲାହି ଧର୍ମର ବିଭିନ୍ନ ନୀତି ବିଷୟରେ। ଯଦି ଜଣେ ଲୋକ ଦିନ୍ ଏ ଇଲାହି ଧର୍ମ ଗ୍ରହଣ କରୁଥିବ ତାହେଲେ ସେ କେଉଁ କେଉଁ ନୀତି ଗୁଡ଼ିକ ଗ୍ରହଣ କରିବ। ଯେମିତିକି ମଣିଷର ମୃତ୍ୟୁ ପରେ ଦିଆଯାଉଥିବା ଭୋଜନକୁ ନିରର୍ଥକ ବୋଲି କୁହାଯାଉଥିଲା। ମାନେ ମୃତ୍ୟୁ ପରେ ଯେଉଁ ଭୋଜି ଦିଆଯାଏ ତାକୁ ବାରଣ କରାଯାଉଥିଲା ଏଇ ଦିନ୍ ଏ ଇଲାହି ଧର୍ମରେ। ଜନ୍ମଦିନରେ ସୁଭୋଜନର ବ୍ୟବସ୍ଥା କରିବା କଥା କୁହାଯାଇଛି। ଯଦି ଜଣେ ଲୋକର ଜନ୍ମ ଦିବସ ଅଛି ତାହେଲେ ସେହି ଦିବସରେ ସେ କ'ଣ କରିବ, ଅନ୍ୟମାନଙ୍କ ପାଇଁ ସୁଭୋଜନର ବ୍ୟବସ୍ଥା କରିବ। ଦିନ୍ ଏ ଇଲାହି ଧର୍ମ ଗ୍ରହଣ କରିଥିବା ବ୍ୟକ୍ତି ଅନ୍ୟ ବ୍ୟକ୍ତିକୁ ଦେଖିଲେ ଆଲ୍ଲାହ ଓ ଆକବର ବୋଲିକି କହୁଥିଲେ ଏବଂ ଅନ୍ୟ ଜଣଟି ଆଲ୍ଲାହ ଜଲାଲହୁ ବୋଲିକି କହୁଥିଲେ। ଏହି ଧର୍ମର ଆହୁରି ଏକ ନୀତି ହେଉଛି ଧୀବର, ଘାତକ ଏବଂ ନିଷାଦଙ୍କ ସହିତ ଗୋଟିଏ ପାତ୍ରରେ ଭୋଜନ କରାଯାଇପାରିବ ନାହିଁ। ସେ ପୁଅ ଏବଂ ଝିଅମାନଙ୍କର ବିବାହ ବୟସ ମଧ୍ୟ ନିର୍ମାଣ କରିଥିଲେ। ପୁଅମାନଙ୍କର ବିବାହ ବୟସ ସେ ନିର୍ଦ୍ଧାରଣ କରିଥିଲେ 16 ବର୍ଷ ଏବଂ ଝିଅମାନଙ୍କର ବିବାହ ବୟସ ନିର୍ଦ୍ଧାରଣ କରିଥିଲେ 14 ବର୍ଷ। ସେ ଆହୁରି ଏହି ଦିନ୍ ଏ ଇଲାହି ନୀତିରେ କହିଛନ୍ତି ସମସ୍ତେ ଉତ୍ତମ ଚରିତ୍ର ଓ ପବିତ୍ରତା ବଜାୟ ରଖିବେ ଏବଂ ଏହି ଦିନ୍ ଏ ଇଲାହି ଧର୍ମ ଯିଏ ଗ୍ରହଣ କରିଥିବ ସେ ବିଧବା, ବୃଦ୍ଧା, ଅପ୍ରାପ୍ତ ବୟସ୍କ ବାଳିକାମାନଙ୍କୁ କେବେ ବି ବିବାହ କରିପାରିବ ନାହିଁ ବୋଲିକି କୁହାଯାଇଛି। ତା ସହିତ ଏହି ଦିନ୍ ଏ ଇଲାହି ଧର୍ମର ଆହୁରି ଏକ ନୀତି ହେଉଛି ଯେ ଜଣେ ଲୋକ ସମ୍ରାଟଙ୍କ ପାଇଁ 4ଟି ଜିନିଷ ତ୍ୟାଗ କରିବ। କ'ଣ କ'ଣ ଦେଖ ପିଲାମାନେ, ଧନ, ଜୀବନ, ସମ୍ମାନ ଏବଂ ସମ୍ପତ୍ତି। ଏବଂ ଆହୁରି ଏହି ଦିନ୍ ଏ ଇଲାହି ଧର୍ମର ନୀତି ଥିଲା ଏକ ଈଶ୍ୱର ଉପରେ ବିଶ୍ୱାସ କରିବା। ଗୋଟିଏ ହିଁ ଈଶ୍ୱରକୁ ହିଁ ମାନିବାର ବ୍ୟବସ୍ଥା ଥିଲା ଏହି ଦିନ୍ ଏ ଇଲାହି ଧର୍ମରେ। ଆହୁରି କ'ଣ ଥିଲା ଦେଖ ତାର ନୀତି ପିଲାମାନେ, ସବୁ ଧର୍ମ ପ୍ରତି ସହାନୁଭୂତି ପ୍ରକାଶ କରିବା, ସବୁ ଧର୍ମକୁ ସମାନ ହିସାବରେ ମାନିବା। ଆହୁରି ଗୋଟିଏ ନୀତି ଅଛି ପିଲାମାନେ ଦେଖ, ମୃତ ଶବକୁ ପ୍ରଥମେ କ'ଣ କରାଯିବ, ନଦୀରେ ବିସର୍ଜନ କରାଯିବ ଓ ପରେ ତାକୁ ପୋଡ଼ି ଦିଆଯିବ। ଏହା ବି ଗୋଟିଏ ନୀତି ଥିଲା ଦିନ୍ ଏ ଇଲାହି ଧର୍ମର। ଏବେ ଜାଣିବା ପିଲାମାନେ ଦିନ୍ ଏ ଇଲାହି ଧର୍ମର ପ୍ରସାର ବିଷୟରେ। କେମିତି ପ୍ରସାର ହେଇଥିଲା ତାହା। ଦିନ୍ ଏ ଇଲାହି ଧର୍ମକୁ ଗ୍ରହଣ କରିବା ପାଇଁ ବାଧ୍ୟ କରାଯାଇନଥିଲା। କାହାରିକୁ ଆକବର ବାଧ୍ୟ କରିନଥିଲେ ଦିନ୍ ଏ ଇଲାହି ଧର୍ମ ଗ୍ରହଣ କରିବା ପାଇଁ। ହିନ୍ଦୁ ରାଜା ବୀରବଲ କେବଳ ଏହି ଦିନ୍ ଏ ଇଲାହି ଧର୍ମକୁ ଗ୍ରହଣ କରିଥିଲେ। ପରୀକ୍ଷାରେ ପ୍ରଶ୍ନ ଆସିଯାଏ ପିଲାମାନେ ବେଳେ ବେଳେ 1 ମାର୍କର ଯେ ଦିନ୍ ଏ ଇଲାହି ଧର୍ମ କେଉଁ ହିନ୍ଦୁ ରାଜା ଗ୍ରହଣ କରିଥିଲେ। କେବଳ ବୀରବଲ ହିଁ ଏହା ଗ୍ରହଣ କରିଥିଲେ। ଭଗବାନ ଦାସ ଓ ମାନସିଂ ଯିଏକି ଆକବରଙ୍କର ଘନିଷ୍ଠ ଥିଲେ ସେମାନେ ମଧ୍ୟ ଏହି ଧର୍ମକୁ ଗ୍ରହଣ କରିବା ପାଇଁ ମନା କରିଦେଇଥିଲେ। ଏହି ଧର୍ମ ଲୋକପ୍ରିୟ ହୋଇପାରି ନଥିଲା ପିଲାମାନେ। ଦିନ୍ ଏ ଇଲାହି ଧର୍ମ ଲୋକପ୍ରିୟ ହୋଇପାରିନଥିଲା। ଆକବର ଆରବୀ ଭାଷାରେ ପଢ଼ିବା ବନ୍ଦ କରିଦେଇଥିଲେ ଏବଂ ମକ୍କା ଯେଉଁ ଯାଉଥିଲେ ପିଲାମାନେ ତୀର୍ଥଯାତ୍ରା କରିବା ପାଇଁ, ସେଇ ଲୋକମାନଙ୍କୁ ମକ୍କା ଯିବା ପାଇଁ ମଧ୍ୟ ତୀର୍ଥଯାତ୍ରା ପାଇଁ ମଧ୍ୟ ନିରୁତ୍ସାହିତ କରିଦେଇଥିଲେ। ଆକବର ଏହି ଦିନ୍ ଏ ଇଲାହି ଧର୍ମ ଲୋକମାନେ ଗ୍ରହଣ କରିବେ ବୋଲି ଅନେକ ଗୁଡ଼ିଏ ମସଜିଦ୍ ଗୁଡ଼ିକୁ ଘୋଡ଼ାଶାଳାରେ ପରିଣତ କରିଦେଇଥିଲେ। ଆଉ ଏହା ହିଁ ଥିଲା ଦିନ୍ ଏ ଇଲାହି ଧର୍ମର ପ୍ରସାର ବିଷୟରେ। ଏହାର ପ୍ରସାର ହୋଇନଥିଲା ପିଲାମାନେ ବା ଏହି ଧର୍ମକୁ କେହି ଗ୍ରହଣ କରିନଥିଲେ। କେବଳ ଜଣେ ହିଁ ଲୋକ ଗ୍ରହଣ କରିଥିଲେ, ସେ ହେଲେ ବୀରବଲ। ଏହାର ପ୍ରସାର ବିଲକୁଲ ବି ହୋଇନଥିଲା। ପିଲାମାନେ ଯଦି ତୁମର ପରୀକ୍ଷାରେ ଦିନ୍ ଏ ଇଲାହି ଧର୍ମକୁ କେନ୍ଦ୍ର କରି 8 ମାର୍କର ପ୍ରଶ୍ନ ଆସେ ତାହେଲେ ତୁମେ ଏହି ଦିନ୍ ଏ ଇଲାହି ଧର୍ମର କାରଣ ଗୁଡ଼ିକ କ'ଣ କ'ଣ ଥିଲା, ଇବାଦତଖାନା ବିଷୟରେ ଲେଖିବ, ବ୍ରହ୍ମାତୀତ ଘୋଷଣା ବିଷୟରେ ଲେଖିବ, ସୁଲେକୁଲ ବିଷୟରେ ଲେଖିକି ଦିନ୍ ଏ ଇଲାହି ଧର୍ମ ବିଷୟରେ ଲେଖିବ, ତାର ନିୟମ ଗୁଡ଼ିକ ଲେଖିବ, ତାର ସହିତ ତାର ପ୍ରସାର କେମିତି ହେଇଥିଲା ଲେଖିଦେବ। ତୁମର ଉତ୍ତରଟି ସମ୍ପୂର୍ଣ୍ଣ ହୋଇଯିବ। ମାନେ ଦିନ୍ ଏ ଇଲାହି ଧର୍ମକୁ କେନ୍ଦ୍ର କରି ମୁଖ୍ୟତଃ ତୁମର ବାର୍ଷିକ ପରୀକ୍ଷାରେ 3 ମାର୍କର ପ୍ରଶ୍ନ ଆସିଥାଏ। ଯଦି 3 ମାର୍କରେ ପ୍ରଶ୍ନ ଆସିବ ପିଲାମାନେ ତାହେଲେ ତୁମେ ଦିନ୍ ଏ ଇଲାହି ଧର୍ମ କ'ଣ ତାର ବିଷୟରେ ମୁଁ ବୁଝେଇ ଦେଇଛି, ଲେଖିଦେବ। ଦିନ୍ ଏ ଇଲାହି ଧର୍ମର ନିୟମ ଗୁଡ଼ିକ କ'ଣ କ'ଣ ଥିଲା ଲେଖିଦେବ। ତା ସହିତ ଦିନ୍ ଏ ଇଲାହି ଧର୍ମର ପ୍ରସାର ବିଷୟରେ ଲେଖିଦେବ। ତୁମର ଉତ୍ତରଟି ସମ୍ପୂର୍ଣ୍ଣ ହୋଇଯିବ ପିଲାମାନେ। ଆଶା କରୁଛି ଏଇ ଦିନ୍ ଏ ଇଲାହି ଧର୍ମ ବିଷୟରେ ମୁଁ ତୁମମାନଙ୍କୁ ସମ୍ପୂର୍ଣ୍ଣ ତଥ୍ୟ ଦେଇପାରିଛି। ଯଦି ପିଲାମାନେ ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବ, ଭିଡ଼ିଓଟିକୁ ଲାଇକ୍ କରିଦେବ।